ଝିପିଝିପି ବର୍ଷାରେ ହଜାର ହଜାର ଭକ୍ତଙ୍କ ଗହଣରେ କୋଷାଗୁମ୍ଡାଠାରେ ଅନୁଷ୍ଠିତ ହେଲା ରଥଯାତ୍ରା। ଅଣସର ସାରି ଗତକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ପରେ ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମ୍ଡାଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥ ଟାଣିବାକୁ ଆଖପାଖରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଝିପିଝିପି ବର୍ଷାକୁ ମଧ୍ୟ ଖାତିର ନକରି ଭକ୍ତମାନେ ରଥ ଟଣାରେ ସାମିଲ ହୋଇଥିଲେ। କିଏ ଛତା ଧରିଥିଲେ ତ ଆଉ କିଏ ବର୍ଷା କୋଟ୍ ପିନ୍ଧିଥିଲେ। ଆଉ କେତେଜଣ ଭକ୍ତ ବର୍ଷାରେ ଭିଜି ଭିଜି ମଧ୍ୟ ଜଗା ଦର୍ଶନ କରିଥିଲେ। ଆଜି ସକାଳୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜା ପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ପରେ ରଥରେ ଛେରା ପହଁରା କରାଯାଇ ଅପରାହ୍ନ 4 ଘଣ୍ଟା ସମୟରେ ରଥ ଟଣା ଆରମ୍ଭ କରାଯାଇଥିଲା। ରଥଯାତ୍ରାରେ ପାରମ୍ପରିକ ନୃତ୍ୟ, ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳୁହୁଳିରେ ସମଗ୍ର ପରିବେଶ ଉଲ୍ଲାସିତ ହୋଇଉଠିଥିଲା। କୋଷାଗୁମ୍ଡା ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ଛତିଶଗଡ଼ ଅଞ୍ଚଳରୁ ମଧ୍ୟ ବହୁ ଲୋକଙ୍କ ସମାଗମ ଲାଗିଥିଲା, ଯାହାଫଳରେ ବର୍ଷାକୁ ମଧ୍ୟ ଖାତିର ନକରି ପ୍ରବଳ ଭିଡ଼ ଏଠାରେ ପରିଲକ୍ଷିତ ହୋଇଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ କରାଯାଇଥିଲା।